ସମ୍ବଲପୁର ସାଇଟ୍ରେ 26 ଟଙ୍କା ଅଛି ଆଳୁ ରେଟ୍ 26 ଟଙ୍କା 26 ଏବଂ ଏଠି ମଧ୍ୟ 30ରୁ 32 35 ଏଇ ଟାଇପ୍ର ଅଛି। ତେଣୁ ଏତିକି ପାନିକ୍ ହେବା ଆବଶ୍ୟକ ନାହିଁ। ଆଳୁ ସଫିସିଏଣ୍ଟ ଅଛି ଏବଂ ଆଳୁ ମଧ୍ୟ ରେଟ୍ ଠିକ୍ ଅଛି। କାହିଁକିନା ଏଇଟା ଯେହେତୁ ଏଠି ପ୍ରଡକ୍ସନ୍ ନାହିଁ ଆମ ରାଜ୍ୟରେ, ବାହାର ରାଜ୍ୟରେ ଯାହା ରେଟ୍ ଅଛି ସେଇ ଅନୁଯାୟୀ ଆମର ଖାଲି ଟ୍ରାନ୍ସପୋର୍ଟେସନ୍ ଆଉ ଲାଭ ବ୍ୟବସାୟୀମାନଙ୍କ ଲାଭ ଦେଖିକିରି ରେଟ୍ଟା କରାଯାଉଛି। ନାଇଁ ଆମେ ଯେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିଲୁ, ୱେଷ୍ଟବେଙ୍ଗଲରେ ବେପାରୀମାନେ ହଇରାଣ ହେଲେଣି ବେପାର କରିବା ପାଇଁ, କାରଣ ସେଠିକାର ପ୍ରଶାସନ ଯେଉଁ ବନ୍ଦ କଲା, ଯେଉଁ ନୀତିଟା ଠିକ୍ କଲା ନାହିଁ, ସେ ଅନୁଯାୟୀ ତାଙ୍କର ବେପାର ଘାଟା ହେଲା ବେପାରୀମାନଙ୍କର, ସେମାନେ ଆନ୍ଦୋଳନ କରୁଛନ୍ତି। ତେଣୁ ଆମେ ତ ଆଉ ୱେଷ୍ଟବେଙ୍ଗଲ ଉପରେ ନିର୍ଭରଶୀଳ ହୋଇକରି ଉପାସ ରହିବୁ ନାହିଁ। ଆମେ ପଞ୍ଜାବରୁ ବି ଆଣିବୁ, ଉତ୍ତରପ୍ରଦେଶରୁ ଆଣିବୁ, ଯେଉଁଟା ଆବଶ୍ୟକ ଆମର ପୂରଣ ହୋଇପାରିବ ସେ ଜିଲ୍ଲା ରାଜ୍ୟମାନଙ୍କରୁ ଆମେ ଆଣିବୁ। ଦିଟା ଟ୍ରେନ୍ର ବ୍ୟବସ୍ଥା ହେଉଛି। ଦିଟା ଟ୍ରେନ୍ ମାନେ 48,000 କ୍ୱିଣ୍ଟାଲ ଆଳୁ ଆସିକରି ପହଞ୍ଚିବ। ଡିସିସନ୍ ନେଇ ନିଆଯାଇଛି, ପର୍ଯ୍ୟାପ୍ତ ଆଳୁ ପହଞ୍ଚିବ ଆସିକରି 2-4-5 ଦିନ ଭିତରେ ପହଞ୍ଚିବ। ଆଜି ତ କାଲି ଡିସିସନ୍ ନିଆଯାଇଛି, ଆଜି ଆସିଯିବ। ଚଢ଼ଉ ହେଇଛି। ଯେଉଁମାନେ ହୋର୍ଡିଂ କରି ରଖିଛନ୍ତି, ଯେଉଁମାନେ ମାନେ ମହଜୁଦକାରୀ, ସେମାନଙ୍କୁ ଉପରେ ଆକ୍ସନ୍ ନିଆଯିବ। ଇଆଡ଼େ ଆର୍ଟିଫିସିଆଲ ସର୍ଟେଜ ଦେଖେଇବ, ଇଆଡ଼େ ରେଟ୍ ବଢ଼େଇବ, ସେଟା ଚଳିବ ନାହିଁ। ତେଣୁ ସେଟା ଆକ୍ସନ୍ ନିଆଯାଇଛି। ଆପଣ ସମ୍ବଲପୁର କଥା କହୁଛନ୍ତି, କିନ୍ତୁ 1 ନମ୍ବର ହାଟରେ ପାଖରେ ହାଟ ଅଛି, ଗୋଦାମ ଅଛି, ସେଠି ସାର୍ 35-40 ବିକୁଛି। କୋଉଠି ମୁଁ ମାନୁଛି ଅଧିକା ରେଟ୍ ଅଛି, କିନ୍ତୁ ଆଭରେଜ ରେଟ୍ ଅଲ୍ ଓଡ଼ିଶାରେ ପ୍ରାୟ 30-35 ଏଇ ଟାଇପ୍ର ଅଛି। କାରଣ ଆମର 1900ଟା ମାନେ ଦୋକାନ ଖୋଲା ହେଇଛି ଟୋଟାଲ ଓଡ଼ିଶାରେ, ଯୋଉଠି 30 ଟଙ୍କାରେ ଚାଉଳ ଏଇ ଯୋଉ ଆଳୁ ମିଳୁଛି 30 ଟଙ୍କାରେ।